ବର୍ଷାରେ ଧସିଲା ପାହାଡ଼, ମାଥିଲ ବଣ୍ଡାଘାଟିରେ ଧସିଲା ପାହାଡ଼, ଏପଟେ କଣାସରେ ଧସିଲା ନଦୀବନ୍ଧ। ମାଲକାନଗିରି ବଣ୍ଡାଘାଟିରେ ବର୍ଷା ବିପାକ, ଲଗାଣ ବର୍ଷାରେ ଧସିଲା ପାହାଡ଼, ଫଳରେ ଖଇରପୁଟ ମୁଦୁଲିପଡ଼ାକୁ ଯୋଗାଯୋଗ ଠପ୍ ହୋଇଛି। ବଣ୍ଡାଘାଟିର 2ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ଖସୁଥିବା ବେଳେ ଅଣ୍ଡାହଲ ଓ ମଦୁଲିପଡ଼ା ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ପିପିଲି ଡେଲାଙ୍କ ହାଟସାହି ନିକଟରେ ନଦୀବନ୍ଧ ଭୁଷୁଡ଼ି ଯାଇଥିବା ବେଳେ ଭୟଭୀତ ହୋଇଛନ୍ତି ଲୋକେ। ଲୋକଙ୍କ ସୁରକ୍ଷା ନେଇ ତିଆରି କରାଯାଇଥିବା ବନ୍ଧ କାମ ନିମ୍ନମାନର ହୋଇଥିବାରୁ ଏହି ଘଟଣା ଘଟିଥିବା ଅଭିଯୋଗ କରାଯାଇଛି। ବର୍ଷା ଦିନ ଆସିଯାଇଥିବାରୁ ବନ୍ଧର ପୁଣି ଥରେ ମରାମତି କରାଯାଇଥିଲା, ହେଲେ ନଦୀର ବାଙ୍କାଣୀ ସ୍ଥାନରେ ବନ୍ଧ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା। ଅଭିଯୋଗ ପାଇବା ପରେ ସେହି ସ୍ଥାନରେ କିଛି ବାଉଁଶ ବଲା ଓ ବାଲି ଅଖା ପକାଇ କାମ ସାରି ଦିଆଯାଇଥିଲା, ଯାହାକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ ହେବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବ୍ୟୁରୋ ରିପୋର୍ଟ, ଜାଗରଣ 24 ନ୍ୟୁଜ୍।